ଏଇ କୁହନ୍ତି ନା, ଖୁସି ଯଦି କୌଣସି ଦୋକାନରେ ମିଳୁଥାନ୍ତା ଦୁନିଆର କୌଣସି ବି ଲୋକ ବୋଧେ ଦୁଃଖୀ ହୋଇନଥାନ୍ତେ। କିନ୍ତୁ ଖୁସି ଆପଣଙ୍କ ଭିତରେ ଅଛି, ଅନ୍ୟ କେଉଁଠି ଖୋଜିଲେ ପାଇବେନି। ସେଇଥିପାଇଁ କହୁଛି ଖୁସିକୁ ସବୁବେଳେ ଅନୁଭବ କରନ୍ତୁ। ନମସ୍କାର, ମୁଁ ଦେବାଶିଷ ପୁଣି ଥରେ ସ୍ୱାଗତ କରୁଛି ମନକୁ ପରିବର୍ତ୍ତନ କଲା ଭଳି ଏକ ସୁନ୍ଦର କାହାଣୀ ମାଧ୍ୟମରେ। ଆଉ ଡେରି କାହିଁକି? ଯଦି ପ୍ରଥମ ଥର ମୋ କାହାଣୀ ଶୁଣୁଥାନ୍ତି ତେବେ ନିଶ୍ଚିତ ଭାବରେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ଆମ ୟୁଟ୍ୟୁବ୍ ପରିବାରର ଜଣେ ସଦସ୍ୟ ବନିଯାଆନ୍ତୁ। ଜଣେ ବହୁତ ବଡ଼ ବ୍ୟବସାୟୀ ଥିଲେ। ସେ ଏରିଆରେ ସବୁଠୁ ବଡ଼ ଦୋକାନଟି ତାଙ୍କର ଦୋକାନରେ ଜଣେ ପିଲାଟିଏ କାମ କରୁଥାଏ। ବହୁତ ଯତ୍ନର ସହିତ କାମ କରେ, ହିସାବ ପତ୍ର ସବୁ ଠିକ୍ଠାକ୍ ରଖେ। ଦୋକାନର ମାଲିକ ବି ସେ ପିଲାଟି ଉପରେ ବହୁତ ଖୁସି ଥିଲେ, ଆଉ ସେ ପିଲା ଜଣକ ବି ଖୁସି। ସବୁ କିଛି ଠିକ୍ଠାକ୍ରେ ଚାଲିଥାଏ। କିନ୍ତୁ ଗୋଟିଏ ଦିନ ସେ ପିଲାଟି ନିଜ ମାଲିକକୁ କିଛି ନ ଜଣେଇ ଦୋକାନକୁ ଆସିନଥିଲା। ଅଚାନକ ଏମିତି ଦୋକାନ ବନ୍ଦ ରହିବା ଦେଖି ଦୋକାନର ମାଲିକ ଭାବିଛନ୍ତି ୟା ଘଟଣା କ'ଣ? ଅଚାନକ ଏମିତି ଦୋକାନକୁ ଆସିଲାନି କାହିଁକି? ଦୋକାନୀ ଜଣକ ମନେ ମନେ ଭାବିଛନ୍ତି ବୋଧେ ଏତିକି ପଇସା ତାକୁ ଅଣ୍ଟୁନି। ପିଲାଟି ବି ଦୋକାନରେ ବହୁତ ପରିଶ୍ରମ କରୁଛି, ତାକୁ ଆଉ କିଛି ଅଧିକ ଦରମା ଦେବା ଦରକାର। ପରଦିନ ସେ ପିଲାଟି ଯେତେବେଳେ ଆସିଛି ଦୋକାନକୁ, ଦୋକାନୀ କହିଛନ୍ତି, ବାବୁ ତୁମେ ତ ବହୁତ ପରିଶ୍ରମ କରୁଛ, ମୁଁ ଭାବୁଛି ଏଇଠାରୁ ତୁମକୁ କିଛି ଅଧିକ ପଇସା ଦେବି, ତମ ଦରମା ବଢ଼େଇ ଦେବି। ଏଇ କଥା ଶୁଣିବି ପିଲାଟି କୌଣସି ପ୍ରତିକ୍ରିୟା ରଖିନଥିଲା। ନା ସେଠକୁ ଧନ୍ୟବାଦ କହିଛି, ନା ଖୁସି ହେଇଛି। ଚୁପଚାପ ନିଜ କାମରେ ଲାଗି ରହିଛି। ମାଲିକ ଭାବିଛନ୍ତି ଦରମା ତ ବଢ଼େଇ ଦେଲି, ପିଲାଟି ଏଥର ଆହୁରି ମନ ଦେଇ କାମ କରିବ। ଏମିତି ଆହୁରି କିଛି ମାସ ବିତିଯାଏ। ସବୁ କିଛି ସେମିତି ସାଧାରଣ ପରି ଚାଲିଥିଲା। ଦିନେ ଅଚାନକ ଆଉଥରେ ପିଲାଟି ମାଲିକକୁ କିଛି ନ ଜଣେଇ ଦୋକାନକୁ ଆସିନଥିଲା। ଏଥର କିନ୍ତୁ ମାଲିକ ରାଗି ଯାଇଛନ୍ତି। ତାଙ୍କୁ ଭାରି ଅଜବ ଲାଗିଛି। ଆଶ୍ଚର୍ଯ୍ୟ ପିଲା ତ ଇଏ, ମୁଁ ତାର ଦରମା ବଢ଼େଇ ଦେଲି, ନା ସିଏ ମୋତେ ଧନ୍ୟବାଦ ଦେଲା, ନା ମୋତେ ଆସି କିଛି କହିଲା, ନା ନିଜର ଦାୟିତ୍ୱ ରଖିଲା। ପୁଣି ଆଜି ବି ଆଉଥରେ ଛୁଟି ରଖିଦେଲା, ସିଏ ବି ମୋତେ କିଛି ନ ଜଣେଇକି। ସେଠ ଏଥରକ ମନେ ମନେ ବହୁତ ରାଗିଗଲେ। ପରଦିନ ପିଲାଟି ଯେତେବେଳେ କାମକୁ ଆସିଛି, ମାଲିକ କହିଛନ୍ତି, ବାବୁ ତୁମ ଦରମା ଏଥର ପୁଣି କମେଇ ଦେଲି। ଯେଉଁ ପଇସା ତୁମକୁ ପୂର୍ବରୁ ମିଳୁଥିଲା ଏବେଠାରୁ ବି ଠିକ୍ ସେତିକି ଦରମା ମିଳିବ। ପରବର୍ତ୍ତୀ ମାସରେ ପଇସା ପୁଣି ତାକୁ ମାଲିକ କମ୍ ଦେଇଛନ୍ତି। କିନ୍ତୁ ଏଥରକ ବି ପିଲାଟି ମାଲିକକୁ କିଛି ଉତ୍ତର ଦେଇନି। ନା ଖୁସି ହେଇଛି, ନା ଦୁଃଖୀ ହେଇଛି। ସେଠଜୀଙ୍କୁ ଭାରି ବିସ୍ମୟ ଲାଗିଛି। ସେଠ ତାକୁ ଏଥର ପଚାରିଛନ୍ତି, ବାବୁ ମୋତେ ଗୋଟିଏ କଥା କୁହ, ମୁଁ ଯେତେବେଳେ ତୁମର ଦରମା ବଢ଼େଇ ଦେଇଥିଲି ତୁମେ ବିନ୍ଦୁ ମାତ୍ର ବି ଖୁସି ହୋଇନଥିଲ, ଆଉ ଆଜି ଯେତେବେଳେ ପଇସା କମ୍ କରିକି ଦେଉଛି ତଥାପି ତୁମ ମନରେ କୌଣସି ଦୁଃଖ ନାହିଁ, କଥା କ'ଣ? ସେ ପିଲାଟି ଯାହା କହିଥିଲା ଥରେ ଆପଣ ବି ଶୁଣନ୍ତୁ। ପିଲା ଜଣକ କହିଛି, ଆଜ୍ଞା ମହାଶୟ, ମୁଁ ଯେଉଁଦିନ ପ୍ରଥମେ ଆସିନଥିଲି ନା, ସେଦିନ ମୋର ପୁଅ ହେଇଥିଲା। ଆଉ ଆପଣ ଦରମା ବଢ଼େଇ ଦେଲେ, ତ ମୋତେ ଏଇଆ ଲାଗିଲା କି ସେ ପିଲାଟିର ଭାଗ ଟଙ୍କା ମୋତେ ଦେଲେ, ଆଉ ସେଇଥିପାଇଁ କିଛି ଖୁସି ବା ଦୁଃଖ ମୋତେ କିଛି ବି ଲାଗିନଥିଲା। ଆଉ ଦ୍ୱିତୀୟ ଥର ମାନେ ଗତ ଥର ଯେଉଁ ମୁଁ କାମକୁ ଆସିନଥିଲି ଆପଣ ମୋ ଦରମା କମେଇ ଦେଲେ, ସେଇଦିନ ମୋ ମାଆଙ୍କର ଦେହାନ୍ତ ହୋଇଯାଇଥିଲା। ତ ସେଦିନ ମୋତେ ଏଇଆ ଲାଗିଥିଲା ବୋଧେ ଏଇଟା ତାଙ୍କରି ଭାଗ ଥିଲା। ତେବେ ଆଉ ଦରମା କମ୍ ପାଇଁ ଦୁଃଖ କିଆଁ କରିବି? ଏତିକି କଥା ଯେତେବେଳେ ଶୁଣିଛନ୍ତି ସେଠ ଜଣଙ୍କର ମନ ପରିବର୍ତ୍ତନ ହେଇଛି। ସିଏ ନିଜର ଭୁଲ ବୁଝିପାରିଛନ୍ତି। ଏମିତି ଆମ ଜୀବନରେ ମଧ୍ୟ ଘଟିଥାଏ। ଆମେ ଯଦି କେବେ 2 ପଇସା ଅଧିକ ରୋଜଗାର କରିଦେଲୁ, ଘର ପାଇଁ କାହା ପାଇଁ କିଛି ସାହାଯ୍ୟ କରିଦେଲୁ, ତ ଏଥିରେ ଆମେ ନିଜକୁ ବଡ଼ ମନେ କରିଥାଉ। ମନେ ମନେ ଏଇଆ ଭାବିଥାଉ କି ଏଇଟା ମୁଁ କରିଛି, ଏହା ମୋ ଦ୍ୱାରା ହେଇଛି। ବାସ୍ତବରେ ସେମିତି କିଛି ନୁହଁ। ସବୁ କିଛିର ହିସାବ ରଖିଲା ବାଲା ଜଣେ ଅଛନ୍ତି। କାହାକୁ କେତେ ଦରକାର, କାହାର କେଉଁ କର୍ମ ଅଛି, ସେ ପ୍ରତ୍ୟେକ ଜିନିଷକୁ ଟିକି ନିଖି ଭାବରେ ହିସାବ ରଖୁଛନ୍ତି। ଦୁନିଆରେ ଏମିତି କୌଣସି ବି ମଣିଷ ନାହାନ୍ତି ଯିଏକି ଜୀବନରେ ସବୁ କିଛି ପାଇଛନ୍ତି। ଏଠି କେହି ବି କମ୍ପ୍ଲିଟ ନୁହଁ। ସମସ୍ତଙ୍କର କିଛି ନା କିଛି ଅଭାବ ରହିଛି। କେବେ ଆନନ୍ଦରେ ଉତ୍ଫୁଲ୍ଲିତ ହୁଅନ୍ତୁ ନାହିଁ, ଆଉ କିଛି ହାସିଲ କରିପାରିଲେ କେବେ ଗର୍ବ ଅନୁଭବ କରନ୍ତୁ ନାହିଁ, ତଥା ଦୁଃଖ ଆସିଲେ କେବେ ଭାଙ୍ଗି ପଡ଼ନ୍ତୁ ନାହିଁ।
ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ ଲାଗିଛି ସଦା ଏ ସଂସାରେ। ଦୁଃସମୟେ କେବେ ଦୁଃଖିତ ନ ହୋଇ ହସି ଅପରକୁ ହସାରେ। ଧନ୍ୟବାଦ ସମସ୍ତଙ୍କୁ।